ଆପଣ ଦେଖିପାରୁଥିବେ ମୁଁ ଏଇ ଗାଡ଼ିରେ କେମିତି ବସିଛି। ଗାଡ଼ିର ଗୋଟେ ପଟେ ଷ୍ଟାଣ୍ଡ ଲଗା ହେଇଛି, ମୁଁ ତା ଉପରେ ମୋର ଆରାମରେ ବସିଛି। ତାର ଅର୍ଥ କ'ଣ ଜାଣିଛନ୍ତି? ହୁଏତ ଷ୍ଟାଣ୍ଡଟା ଭାଙ୍ଗି ଯାଇପାରେ, ଷ୍ଟାଣ୍ଡ ଭାଙ୍ଗିଗଲେ ଗାଡ଼ି ସହ ମୁଁ ବି ପଡ଼ିଯାଇପାରେ, କିନ୍ତୁ ଗାଡ଼ିଟି କାହାର ମୁଁ ଜାଣିନି। ଏ ଗାଡ଼ିଟି ମୋର ହେଇଥାଇପାରେ, ଏ ଗାଡ଼ିଟି ଆଉ କାହାର ହେଇଥାଇପାରେ। ଅନେକ ଲୋକଙ୍କର ଅଭ୍ୟାସ ଅଛି, ଷ୍ଟାଣ୍ଡ ଲଗା ହେଇଥିବ, ସେମାନେ ବସିବା ପାଇଁ ଜାଗା ଥିବ, କିନ୍ତୁ ସେମାନେ ଯାଇକି ଗାଡ଼ିରେ ଏଇମିତି ବସିବେ ଯେମିତି ଅନ୍ୟ କାହାର କ୍ଷତି ହଉ। ସେମାନଙ୍କର କ'ଣ ମାନସିକତା ଥାଏ ସେଇଟା ତ ବୁଝା ପଡ଼େନି, କିନ୍ତୁ ଗାଡ଼ିରେ ଏମିତି ଉଲ୍ଟା ସିଧା ହେଇକି ବସିବା ଏବଂ ଗାଡ଼ି ଉପରେ ବସିକି ବେଳେବେଳେ ଲୋକମାନେ ଏମିତି ଗୋଡ଼ ପକେଇକି ବି ବସନ୍ତି। ମୁଁ ଆପଣଙ୍କୁ ଏଇଟା କରିକି ଦେଖେଇବାର କାରଣ ଯେ ଆପଣ ଜାଣନ୍ତୁ ଯେ ଅନ୍ୟ କାହାର ଗାଡ଼ିରେ କିଏ ଇନଷ୍ଟଲମେଣ୍ଟରେ ଆଣିଥାଇପାରେ, କିଏ କେଉଁଠୁ ପଇସା ଯୋଗାଡ଼ କରିକି ସେ ଗାଡ଼ି ଗୋଟେ କିଣିବାର ତାର ସ୍ୱପ୍ନ ଥାଇପାରେ, ସେ ଗାଡ଼ି କିଣିଛି। ତା ଗାଡ଼ିରେ ଆମେ ଏମିତି ବସିବା, ବସିକି ତାକୁ ମାମୁତକାରୀ କରିବା। ସିଏ ପୁଣି ଆସିକି ଯେତେବେଳେ ଆମକୁ କହିବ ଭାଇ ଟିକେ ଗାଡ଼ିରୁ ଓହ୍ଲାଅ, କିଏ ପୁଣି ରିକ୍ୱେଷ୍ଟ କରିକି ଆମକୁ ଓହ୍ଲେଇବ। କି ମାନସିକତା ଇଏ ଆମର? ଆମେ ତ ରାସ୍ତାରେ ଗଲାବେଳେ କାହାକୁ ଡିପର ବି ମାରୁନାହାନ୍ତି, ସବୁବେଳେ ହେଡଲାଇଟ୍ ଅନ୍ କରିକି ଚାଲୁଛନ୍ତି। କିଏ ଦେଖୁ ନ ଦେଖୁ ଆମର କିଛି ଫରକ ପଡ଼େନି, କାହିଁକିନା ଆମ ମାନସିକତା କେବେ ଚେଞ୍ଜ ହବାର ନାହିଁ, ଆମ ମାନସିକତା କେବେ ବଦଳିବାର ନାହିଁ। କାହିଁକିନା ଆମେ କେବଳ ନିଜ କଥା ହିଁ ଦେଖନ୍ତି, ଅନ୍ୟମାନଙ୍କର ସୁବିଧା ଅସୁବିଧା କଥା କେବେ ଚିନ୍ତା କରନ୍ତି ନାହିଁ। ଯଦି ପ୍ରକୃତରେ ଭାବୁଛନ୍ତି ମୁଁ କିଛି କହୁଛି ବା କିଛି ସତ କହୁଛି, ତାହେଲେ ନିଜର ମାନସିକତାରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଅଛି। ଏଇ ତ ଜୀବନର କଥା।